नमस्कार मोर यूट्यूब चैनल को आपण मानक स्वागत। आज मु रीति साहित्य उपरे किछि आलोचना करिछि। चलंतु देखिबा। अभिमन्यु सामंत सिंहारଙ୍କ जन्मस्थान केउठी? उत्तर हेउछि जाजपुर जिल्लार बालिया। स्वरचित प्रेम चिंतामणि अनुसार सामंत सिंहार केबे जन्मग्रहण करथिले? उत्तरटी हेउछि 1760 मसिया। कवि अभिमन्युଙ୍କର देहांत केबे होइतिला? 1806 मसिया। अभिमन्यु सामंत सिंहारଙ୍କ ବିଦଗ୍ଧ ଚିନ୍ତାମଣି ଅସମ୍ପୂର୍ଣ୍ଣ କାବ୍ୟଟିର ଛାନ୍ଦ ସଂଖ୍ୟା କେତେ? 96। 108 ଛାନ୍ଦରେ ରଚନା କରିବାକୁ ଅଭିଳାଷ ଥିବା ବିଦଗ୍ଧ ଚିନ୍ତାମଣି କାବ୍ୟଟି 96 ଛାନ୍ଦରେ ରହିଗଲା କାହିଁକି? ଉତ୍ତର ହେଉଛି କବିଙ୍କ ଦେହାନ୍ତ ହେବାରୁ। ବିଦଗ୍ଧ ଚିନ୍ତାମଣି ସର୍ବାପେକ୍ଷା ଉତ୍କୃଷ୍ଟ କାବ୍ୟ ବୋଲି କିଏ ମତ ଦେଇଛନ୍ତି? ଉତ୍ତରଟି ହେଉଛି ଜଗବନ୍ଧୁ ସିଂହ। ଗୋଟିଏ ଗୋଟିଏ ଛାନ୍ଦ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ସଦୃଶ। ଜଗବନ୍ଧୁ ସିଂହଙ୍କର କେଉଁ କାବ୍ୟ ଉଦ୍ଦେଶ୍ୟରେ ପ୍ରଦତ୍ତ? ଉତ୍ତରଟି ହେଉଛି ବିଦଗ୍ଧ ଚିନ୍ତାମଣି। ବାଘ ଗୀତ, ଚଢ଼େଇ ଗୀତ, ବୋଲେ ହୁଁ ଗୀତ ଇତ୍ୟାଦି କେଉଁ କବିଙ୍କର କିଶୋର ସମୟ ଲେଖା? ଉତ୍ତରଟି ହେଉଛି ଅଭିମନ୍ୟୁ ସାମନ୍ତ ସିଂହାର। ଅଭିମନ୍ୟୁଙ୍କର ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ କିଏ? ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା। ଅଭିମନ୍ୟୁଙ୍କର ପ୍ରେମକଳା ଓ ରସାବତୀ କେଉଁ ପ୍ରକାର କାବ୍ୟ? ଉତ୍ତରଟି ହେଉଛି କାଳ୍ପନିକ। ଅଭିମନ୍ୟୁଙ୍କର କେଉଁ କାଳ୍ପନିକ କାବ୍ୟଟି ଭଞ୍ଜଙ୍କର ଲାବଣ୍ୟବତୀର ଅନୁସରଣରେ ରଚିତ? ଉତ୍ତରଟି ହେଉଛି ରସବତୀ। ବିଦଗ୍ଧ ଚିନ୍ତାମଣି କାବ୍ୟଟି କବିଙ୍କ ଜୀବନର କେଉଁ ପର୍ଯ୍ୟାୟରେ ରଚିତ? ଉତ୍ତରଟି ହେଉଛି ଶେଷ ପର୍ଯ୍ୟାୟ। ଅପ୍ରାକୃତ ପ୍ରେମମୂର୍ତ୍ତି ରାଧା ହରିଙ୍କର କେଉଁ ଲୀଳା ପ୍ରେମ ଚିନ୍ତାମଣିରେ ବ୍ୟକ୍ତ? ଉତ୍ତରଟି ହେଉଛି ଅବ୍ୟକ୍ତ ପ୍ରେମଲୀଳା। କେଉଁ ଅପ୍ରାକୃତ ପ୍ରେମମୂର୍ତ୍ତିକୁ ସ୍ତୁତି କରି ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି କାବ୍ୟ ଆରମ୍ଭ କରିଛନ୍ତି? ଉତ୍ତର ହେଉଛି ରାଧାହରି। ଏକ ବହୁ ପ୍ରଚଳିତ ସଂସ୍କୃତ ଉକ୍ତିର ଅନୁକରଣରେ କିଏ ବିଦଗ୍ଧ ଚିନ୍ତାମଣିର ପ୍ରଶସ୍ତି ଗାନ କରି ନିମ୍ନୋକ୍ତ ଶ୍ଲୋକଟି ରଚନା କରିଛନ୍ତି? ଉପମା ଭଞ୍ଜ ବାରସ୍ୟ ତସ୍ତେ ବଚାର୍ଥ ଗୌରବମ୍ କଲ୍ଲୋଳେ ପଦଲାଳିତ୍ୟଂ ସନ୍ତି ଚିନ୍ତାମଣୌ ତ୍ରୟଃ। ଉତ୍ତରଟି ହେଉଛି ମୃତ୍ୟୁଞ୍ଜୟ ରଥ। ବିଦଗ୍ଧ ଚିନ୍ତାମଣି ଉତ୍କଳ ଭାଷାରେ ଗୋଟିଏ ଅମୂଲ୍ୟ ରତ୍ନ। ଏହା କାହାର ଉକ୍ତି? ଜଗବନ୍ଧୁ ସିଂହ। ରସିକ ଭକ୍ତ ଅଭିମନ୍ୟୁ କାହାର ରଚନା? ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ। ବିଦଗ୍ଧ କବି ଅଭିମନ୍ୟୁର ସ୍ରଷ୍ଟା କିଏ? କାହ୍ନୁଚରଣ ମିଶ୍ର। ବିଦଗ୍ଧ କବି ଅଭିମନ୍ୟୁ ସମୀକ୍ଷା ଗ୍ରନ୍ଥଟି ପାଇଁ କାହ୍ନୁଚରଣ ମିଶ୍ର କେଉଁ ପୁରସ୍କାର ଲାଭ କରିଥିଲେ? ଉତ୍ତରଟି ହେଉଛି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର। ପ୍ରାଚୀ ସମିତି ଦ୍ୱାରା କେତେ ଖଣ୍ଡରେ ବିଦଗ୍ଧ ଚିନ୍ତାମଣି ପ୍ରକାଶିତ? 5 ଖଣ୍ଡରେ। ପ୍ରାଚୀ ସମିତି ଦ୍ୱାରା 5 ଖଣ୍ଡରେ ପ୍ରକାଶିତ ବିଦଗ୍ଧ ଚିନ୍ତାମଣିର ସୁଯୋଗ୍ୟ ସମ୍ପାଦକ କିଏ? ଆର୍ତ୍ତବଲ୍ଲଭ ମହାନ୍ତି। 68 ଛାନ୍ଦରେ ସମାପ୍ତ ଓ 2 ଭାଗରେ ପ୍ରକାଶିତ ପ୍ରେମ ଚିନ୍ତାମଣି କାହା ଦ୍ୱାରା ସମ୍ପାଦିତ? ଆଶୁତୋଷ ପଟ୍ଟନାୟକ। ସୁଲକ୍ଷଣା ଓ ରସବତୀ କାବ୍ୟଦ୍ୱୟ କାହା ସମ୍ପାଦନାରେ ପ୍ରକାଶିତ? ରାମଚନ୍ଦ୍ର ମହାନ୍ତି। ବିଦଗ୍ଧ ଚିନ୍ତାମଣିରେ କାହା ମଧ୍ୟସ୍ଥତାରେ ରାଧାକୃଷ୍ଣଙ୍କ ମିଳନ ସମ୍ଭବ ହୋଇପାରିଛି? ପୌର୍ଣ୍ଣମାସୀ।